ଆମେ ମଦ ପିଇକରି ନିଜର ଜୀବନକୁ ବହୁତ ନଷ୍ଟ କରିଦେଉଛୁ। ଆଜି ମଦ ପିଇକରି ବହୁତ ଲୋକ ନିଜର ଜୀବନକୁ ନଷ୍ଟ କରିଲେଣି। କିଛି 60 ବର୍ଷ ବି ନ ବଞ୍ଚି 30 ବର୍ଷ ବି ନ ବଞ୍ଚି 25 ବର୍ଷ ଭିତରେ ହିଁ ତାଙ୍କର ଜୀବନ ଯେପରି ନଷ୍ଟ କରିଲେ। ପରମେଶ୍ୱରଙ୍କର ରାଜ୍ୟ ପହଞ୍ଚିବା ପାଇଁ ହେଲେ ମଦ ଛାଡ଼ିବାକୁ ପଡ଼ିବ। ଆପଣମାନେ ଯଦି ମଦ ଛାଡ଼ିବେ ତାହେଲେ ପରମେଶ୍ୱରଙ୍କଠାରେ ଆପଣ ରହିପାରିବେ। ଯେଉଁମାନେ ଯଦି ମଦ ଛାଡ଼ିପାରିବେ ନାହିଁ ସେମାନେ ପରମେଶ୍ୱରଙ୍କଠାରେ ରହିପାରିବେ ନାହିଁ। କାହିଁକି ନା ସେମାନେ ପରମେଶ୍ୱର ପବିତ୍ର। ସେମାନେ ମଣିଷମାନ ବି ପରମେଶ୍ୱର କହିଛନ୍ତି ତୁମେ ପବିତ୍ର ପରି ରୁହ, ମନ ପରିବର୍ତ୍ତନ କରି ତୁମେ ଫେରିଆସ। ଯୀଶୁଖ୍ରୀଷ୍ଟ କହିଛନ୍ତି ଯେପରି ତୁମେ ଯଦି ମନ ପରିବର୍ତ୍ତନ କରିବ ତାହେଲେ ଆଜି ବି ତୁମ ପାଇଁ ସୁଯୋଗ ଅଛି। ପରମେଶ୍ୱରଙ୍କଠାରେ ଆଜି ତୁମ ପାଇଁ ଜାଗା ଅଛି।